ସୁସ୍ଥ ଜୀବନ ଓଡ଼ିଶାରେ ଆଜି ଜାଣିବା ମହୁର ଉପକାରିତା। କାହିଁକି ମହୁକୁ ଅମୃତ କୁହାଯାଏ? ମହୁ ବା ମଧୁ ସୃଷ୍ଟିରେ ଆମ ପାଇଁ ହେଉଛି ଏକ ବରଦାନ। ଯଦି ଆମେ ମହୁର ପ୍ରକୃତି ଦେଖିବା, ଶରୀରରେ କିଭଳି ଭାବରେ ତାହା କାମ କରିଥାଏ, ଶାସ୍ତ୍ରରେ ଲେଖା ହେଇଛି ମଧୁ ଶୀତଲମ୍, ଅର୍ଥାତ୍ ମହୁ ହେଉଛି ଶୀତଳ ପ୍ରକୃତିର, ଥଣ୍ଡା ପ୍ରକୃତିର, କେବେ ବି ଉଷ୍ଣ ପ୍ରକୃତିର ନୁହେଁ। ଏହାର ଗୁଣ ହେଉଛି ହାଲକା, ଏହା ସହଜରେ ପାଚ୍ୟ ହୋଇଥାଏ ଏବଂ ମେଦ ହ୍ରାସ କରିଥାଏ, ଅର୍ଥାତ୍ ମୋଟାପଣକୁ କମାଇବାରେ ସାହାଯ୍ୟ କରିଥାଏ। ଆଖି ରୋଗରେ ମହୁ ଲାଭଦାୟକ ହୋଇଥାଏ। ଆଖିରେ ବିଭିନ୍ନ ପ୍ରକାର ଯନ୍ତ୍ରଣା, ଆଖି ଫୁଲିବା, ଲାଲ ଦେଖାଯିବା, ଏପରିକି ଦୀର୍ଘ ସମୟ ଧରି ଯଦି ଆପଣ ଦୂରଦୃଷ୍ଟି ଦୋଷ ବା ସମୀପ ଦୃଷ୍ଟି ଦୋଷର ଶିକାର ହୋଇଛନ୍ତି, ମହୁ ସେବନ ଦ୍ୱାରା ଆଖିର ଜ୍ୟୋତିରେ ପରିଷ୍କାରତା ଆସିଥାଏ। ଏହା ବ୍ୟତୀତ ମହୁ ଆପଣଙ୍କର ସ୍ୱରଯନ୍ତ୍ରକୁ ପରିଷ୍କାର ରଖେ, ଶୁଦ୍ଧ ରଖେ, ଗଳାରେ କୌଣସି ରୋଗ ଥିଲେ ତାହାକୁ ଦୂର କରିଥାଏ। ତେଣୁ ଯେଉଁମାନେ ସଙ୍ଗୀତ ସାଧନା କରୁଛନ୍ତି ବା ବିଭିନ୍ନ ପ୍ରକାର ବକ୍ତୃତା ଇତ୍ୟାଦିରେ ଭାଗ ନେଉଛନ୍ତି, ଅଧିକ ସମୟ କଥାବାର୍ତ୍ତା ହେଉଛନ୍ତି, ତାହେଲେ ଆପଣ ମହୁର ସେବନ ଦ୍ୱାରା ଲାଭାନ୍ୱିତ ହୋଇପାରିବେ। ଆଗରୁ କହିସାରିଛି ଯେ ମହୁ ସହଜରେ ପାଚ୍ୟ ହୋଇଯାଏ। ତେଣୁ ପାଚନ ଶକ୍ତିରେ ଯଦି କୌଣସି ସମସ୍ୟା ଆପଣଙ୍କର ଥାଏ, ଅଗ୍ନିମାନ୍ଦ୍ୟ ସମସ୍ୟା ଥାଏ, ଠିକ୍ ଭାବରେ ଜଠରାଗ୍ନି ଖାଦ୍ୟକୁ ହଜମ କରିପାରେ ନାହିଁ, ତାହେଲେ ଆପଣ ମହୁ ଏବଂ ଅଦାର ମିଶ୍ରଣ ଖାଦ୍ୟ ପୂର୍ବରୁ ସେବନ କରନ୍ତୁ। ଏହା ବ୍ୟତୀତ ମହୁ ସହିତ ତ୍ରିଫଳା ଚୂର୍ଣ୍ଣ ମିଶାଇ ଖାଇଲେ ଆପଣଙ୍କର ପାଚନ ତନ୍ତ୍ର ସୁଦୃଢ଼ ହୋଇଥାଏ। ମହୁ ହେଉଛି ପ୍ରକୃତିର ସବୁଠାରୁ ବେଷ୍ଟ ଆଣ୍ଟିବାୟୋଟିକ୍। ଯଦି ଆପଣଙ୍କର ଘା ଶରୀରର କୌଣସି ଆଭ୍ୟନ୍ତରୀଣ ଅଙ୍ଗରେ ହେଉ ବା ଶରୀର ବାହାରେ ହେଉ, କୌଣସି ପ୍ରକାର ଖଣ୍ଡିଆ ହେଉ, ମହୁର ଉପଯୋଗ ଦ୍ୱାରା ଘା ସଫା ହୋଇଥାଏ ଏବଂ ଧୀରେ ଧୀରେ ଭରଣା ହୋଇଥାଏ। ଏହା ବ୍ୟତୀତ ଚର୍ମ ରୋଗ ପାଇଁ ମହୁ ହେଉଛି ସର୍ବୋତ୍କୃଷ୍ଟ, ଚର୍ମକୁ ନରମ ଏବଂ ପରିଷ୍କାର ରଖିଥାଏ। ଆଜିର ଭିଡ଼ିଓ କେବଳ ମହୁର ଉପକାରିତା ପାଇଁ। ମହୁର ଶୁଦ୍ଧତା ବିଷୟରେ ଆପଣମାନେ ନିଶ୍ଚିନ୍ତ ହୋଇ ତାକୁ ବ୍ୟବହାର କରନ୍ତୁ। କୌଣସି କମ୍ପାନୀର ମହୁ ବ୍ୟବହାର କରିବା ଆଗରୁ ତାକୁ ଭଲ ଭାବରେ ପରୀକ୍ଷା କରିନିଅନ୍ତୁ। ଆପଣଙ୍କର ଚିହ୍ନାଜଣା ଲୋକଙ୍କଠାରୁ ମହୁ କିଣନ୍ତୁ ଏବଂ ତାହାର ଲାଭ ଉଠାନ୍ତୁ। ଅପମିଶ୍ରଣର ଶିକାର ହୋଇ ଚିନି ମିଶ୍ରିତ ମହୁ ଯଦି ଆପଣ କିଣିବେ, ତାହେଲେ ଉପକାର ବଦଳରେ ଏହା ନିଶ୍ଚିତ ଭାବରେ କ୍ଷତିକାରୀ ହୋଇଥାଏ। ଏହା ହାଲୁକା ବା ସୂକ୍ଷ୍ମ ପ୍ରକୃତିର ହୋଇଥିବାରୁ ଯେକୌଣସି ଔଷଧରେ ମିଶିଲେ ଔଷଧର ଗୁଣକୁ ବଢ଼ାଇ ଦିଏ ଏବଂ ଔଷଧ କିଭଳି ଭାବରେ ଶରୀରର କୋଣ ଅନୁକୋଣ ବା ଛୋଟିଆରୁ ଛୋଟିଆ କୋଶିକାରେ ଲାଗିପାରିବ, ସେ ବ୍ୟବସ୍ଥା ମଧ୍ୟ ମହୁ କରିଦେଇଥାଏ। ଧୀରେ ଧୀରେ ରକ୍ତ ନଳୀରେ ଥିବା ବିଷାକ୍ତ ଦ୍ରବ୍ୟ ବା କୌଣସି ପ୍ରକାର ଦୂଷିତ ଚର୍ବି ମହୁ ଦୂର କରିବାରେ ସାହାଯ୍ୟ କରିଥାଏ। ମନେ ରଖନ୍ତୁ, ମହୁକୁ କେବେ ବି ଉଷୁମ ପାଣି ବା ଉଷୁମ ଜିନିଷ ସହିତ ମିଶାଇ ସେବନ କରିବେ ନାହିଁ। ଯଦି ଆପଣ ଉଷୁମ ପାଣି ସହିତ ପିଇବାକୁ ଚାହୁଁଛନ୍ତି, ତାହେଲେ ପାଣିକୁ ପ୍ରଥମେ ଉଷୁମ କରି ବା ଫୁଟାଇ ତାକୁ ଥଣ୍ଡା କରି ସେହି ପାଣିରେ ମହୁ ମିଶାଇ ପିଇବେ, ଯାହାଦ୍ୱାରା ମହୁର ଗୁଣଧର୍ମ ନଷ୍ଟ ହେବ ନାହିଁ ଏବଂ ଆପଣଙ୍କ ଶରୀରରେ ଏହା ଭଲ ଭାବରେ କାମ କରିବ। ମହୁରେ ଥିବା ଶର୍କରା ହେଉଛି ଫ୍ରୁକ୍ଟୋଜ୍ ଆଉ ଗ୍ଲୁକୋଜ୍। ତେଣୁ ଏହା ଶରୀରର ପ୍ରତ୍ୟେକ କୋଶିକାର ଶକ୍ତି ବୃଦ୍ଧି କରିଥାଏ, ମସ୍ତିଷ୍କ ଓ ସ୍ମରଣ ଶକ୍ତିକୁ ସୁଦୃଢ଼ ରଖିଥାଏ, ସ୍ନାୟୁଗୁଡ଼ିକର ଗଠନରେ ସାହାଯ୍ୟ କରିଥାଏ ଏବଂ ସେଗୁଡ଼ିକୁ ଚଳଚଞ୍ଚଳ କରିଥାଏ। ଏତଦ୍ ବ୍ୟତୀତ ମହୁ ଏକ ବାଜିକାରକ ଭଳି କାର୍ଯ୍ୟ କରି ଶୁକ୍ର ଧାତୁକୁ ବୃଦ୍ଧି କରିବାରେ ସାହାଯ୍ୟ କରେ। ଆସନ୍ତୁ ଜାଣିବା ମହୁ ସେବନ ଦ୍ୱାରା ଅନ୍ୟ କେଉଁ ରୋଗଗୁଡ଼ିକ ନିୟନ୍ତ୍ରିତ ହୋଇଥାନ୍ତି। ଚର୍ମରୋଗ, ଅର୍ଶ, ପିତ୍ତଦୋଷ, କଫ, ଆଳସ୍ୟପଣ, କ୍ଳାନ୍ତି ବା ଥକାପଣ, କୃମି, ମେଦବହୁଳତା, ବାରମ୍ବାର ଶୋଷ ଲାଗିବା, ଅତିସାର ବା ତରଳ ଝାଡ଼ା ଏବଂ କୋଷ୍ଠକାଠିନ୍ୟ, ଦୁଇଟି ଯାକ ସମସ୍ୟା ମଧ୍ୟ ମହୁର ସେବନ ଦ୍ୱାରା ଦୂର ହୋଇଥାଏ। ବିଶେଷ ଦ୍ରଷ୍ଟବ୍ୟ, ଏହିଠାରେ ଆପଣମାନଙ୍କୁ କହି ରଖୁଛି ଯେ ଯେଉଁମାନେ ଡାଇବେଟିସ୍ ବା ମଧୁମେହ ରୋଗରେ ପୀଡ଼ିତ, ସେମାନେ ମଧୁର ସେବନ ବା ମହୁର ସେବନରେ ସାବଧାନତା ଅବଲମ୍ବନ କରନ୍ତୁ। ଯେଉଁମାନଙ୍କର
ରକ୍ତରେ ଶର୍କରାର ପରିମାଣ କମ୍ ରହୁଛି, ଡାଇବେଟିସ୍ ବା ମଧୁମେହର ପ୍ରାରମ୍ଭିକ ଅବସ୍ଥା, ସେମାନେ ନିୟନ୍ତ୍ରିତ ଭାବରେ ମହୁ ସେବନ କରିପାରିବେ, ଯେହେତୁ ଏହା ଏକ ପ୍ରାକୃତିକ ଶର୍କରାଯୁକ୍ତ ପଦାର୍ଥ। କିନ୍ତୁ ଅଧିକା ରକ୍ତ ଶର୍କରା ପରିମାଣ ରହୁଥିଲେ ମହୁ ଆପଣମାନେ ଆଭଏଡ୍ କରନ୍ତୁ। ଆସନ୍ତୁ ଜାଣିବା ଏହାର ମାତ୍ରା ବିଷୟରେ। ଅଳ୍ପ ମାତ୍ରାରେ ବ୍ୟବହାର କଲେ ଏହା ଆପଣଙ୍କ ଶରୀର ପାଇଁ ଅମୃତ ହୋଇଥାଏ। ସାଧାରଣତଃ ଅଧାରୁ ଗୋଟିଏ ଚାମଚ ମହୁ ଦିନକୁ 2ରୁ 3 ଥର ଆପଣ ସେବନ କରିପାରିବେ। ଗୋଟିଏ ଗ୍ଲାସ ପାଣିରେ ଗୋଟିଏ ଚାମଚ ମହୁ ମିଶାଇ ପିଇପାରିବେ କିମ୍ବା ସିଧାସଳଖ ମହୁକୁ ଚାଟି ଚାଟି ଆପଣ ଖାଇପାରିବେ। ଏହାଛଡ଼ା ଆପଣ ଅଦା ରସ ସହିତ କିମ୍ବା ଲବଙ୍ଗ ବା ଡାଳଚିନି ବା ଗୁଜୁରାତି ସହିତ ଆପଣଙ୍କର ଶରୀରରେ ଥିବା ରୋଗ ଅନୁସାରେ ଆପଣ ମହୁକୁ ସେବନ କରିପାରିବେ। କେତେକ ସାବଧାନତା ଅବଲମ୍ବନ କରନ୍ତୁ। ଖରାରୁ ଫେରିଲେ ମହୁ ବା ମହୁ ପାଣି ଖାଆନ୍ତୁ ନାହିଁ। ଗରମ ଜିନିଷ ସହିତ ମହୁ ଖାଆନ୍ତୁ ନାହିଁ। ଘିଅ ଏବଂ ଆମିଷ ସହିତ ମହୁ ବର୍ଜନୀୟ। କୁହାଯାଏ ସମ ପରିମାଣରେ ଘିଅ ଓ ମହୁ ବିଷାକ୍ତ ଓ କ୍ଷତିକାରୀ ହୋଇଥାଏ। କେବଳ ଆୟୁର୍ବେଦ ଶାସ୍ତ୍ରର ନିୟମ ଅନୁସାରେ କେତେ ପରିମାଣରେ ଘିଅ ଓ ମହୁ ମିଶାଇ ଖାଇଲେ କେଉଁ ରୋଗ ପାଇଁ ଉପକାରିତା ମିଳିବ ତାହା ଜଣେ ଚିକିତ୍ସକ ହିଁ କହିପାରିବେ। ଶରୀରର ପ୍ରକୃତି ଅନୁସାରେ ମହୁ ଖାଆନ୍ତୁ, କାରଣ ମହୁ କଫ ଦୋଷ ଏବଂ ପିତ୍ତ ଦୋଷ ହ୍ରାସ କରିଥାଏ ସତ, କିନ୍ତୁ ହାଲକା ବାତ ଦୋଷ ବୃଦ୍ଧି କରିଥାଏ। ଆଶା କରୁଛି ଆଜି ଦେଇଥିବା ସୂଚନା ଆପଣମାନଙ୍କର ନିଶ୍ଚିନ୍ତ କାମରେ ଆସିବ। ଭଲ ଲାଗିଥିଲେ ଭିଡ଼ିଓକୁ ଲାଇକ୍ କରିବେ ଏବଂ ସୁସ୍ଥ ଜୀବନ ଓଡ଼ିଶା ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେ ନାହିଁ। ଧନ୍ୟବାଦ।